শুণ হে পরীক্ষ রাজা শ্রীশুক বইলে ଏହା କହି ରାଜା ମାନେ ରାଜେ ଚଳିଗଲେ। ଏହା କହି ରାଜା ମାନେ ରାଜ୍ୟ ଚଳିଗଲେ। ଏହା କହି ରାଜା ମାନେ ରାଜ୍ୟ ଚଳିଗଲେ। ଷଣ୍ଢମାନଙ୍କୁ ଖମ୍ବରେ ବାନ୍ଧି ଜଗନ୍ନାଥ ତ୍ରିଭଙ୍ଗୀ ଛନ୍ଦରେ ଉଭା ଖମ୍ବେ ଦେଇ ହସ୍ତ। ତ୍ରିଭଙ୍ଗୀ ଛନ୍ଦରେ ଉଭା ଖମ୍ବେ ଦେଇ ହସ୍ତ। ତ୍ରିଭଙ୍ଗୀ ଛନ୍ଦରେ ଉଭା ଖମ୍ବେ ଦେଇ ହସ୍ତ। ଅନେକ କାଳରୁ ଗୋପ ନଗରେ ରହିଥିଲେ ଗୋପୀ ଗୋପାଳଙ୍କ ସଙ୍ଗେ ବହୁ କ୍ରୀଡ଼ା କଲେ। ଗୋପୀ ଗୋପାଳଙ୍କ ସଙ୍ଗେ ବହୁ କ୍ରୀଡ଼ା କଲେ। ଗୋପୀ ଗୋପାଳଙ୍କ ସଙ୍ଗେ ବହୁ କ୍ରୀଡ଼ା କଲେ। ଆଜି ସିଂହଳ ରାଜ୍ୟଟା ଯେମିତି ଗୋପପୁର ପାଲଟି ଯାଇଛି। ଯେମିତି ଗୋପପୁରରେ ପ୍ରଭୁ ଶ୍ରୀକୃଷ୍ଣ କଦମ୍ବ ବୃକ୍ଷକୁ ଆଉଜି ଯେତେବେଳେ ମୋହନ ବେଣୁକୁ ଫୁଙ୍କୁଥିଲେ ସେତେବେଳେ ଗାଈମାନେ ତାଙ୍କ ଚାରିପାଖରେ ସେ ମଧୁର ଧ୍ୱନିକି ଶ୍ରବଣ କରୁଥିଲେ। ଆଜି ଆଜି ସେଇଭଳି ଭାବ ଦେଖାଯାଉଛି ଯେ ସେଇ ରୂପ ସେଇ କୃଷ୍ଣ ଆଜି ସେଇ ସ୍ୱର୍ଣ୍ଣ ଖମ୍ବ ପାଖରେ ଆଉଜି ସେ ମୋହନ ବଂଶୀକି ବଜେଇ ଦେଉଛନ୍ତି। ସ୍ୱର୍ଣ୍ଣ ଖମ୍ବ ପାଖରେ ରହି ମୋହନ ବଂଶୀକି ବଜାଉଛନ୍ତି। ଆଉ ଚାରିପଟେ ଗାଈମାନେ ଶ୍ରବଣ କରୁଛନ୍ତି ତାଙ୍କର ସେ ମୋହନ ବଂଶୀର ଧ୍ୱନିକି। ତେଣୁ ଆଜି ଗୋପନଗର ଭଳି ପ୍ରତ୍ୟମାନ ହେଉଛି। ତ୍ରିଭଙ୍ଗୀ ଗୋପାଳ ରୂପେ ଦିଶନ୍ତି ପ୍ରତ୍ୟକ୍ଷ ଚୌପାଶେ ବେଢ଼ି ଅଛନ୍ତି ଷଣ୍ଢ ଗାବ ବସ। ଗୋବିନ୍ଦ ମାଧବ କୃଷ୍ଣ ଶ୍ରୀ ମଧୁସୂଦନ। ଗୋବିନ୍ଦ ମାଧବ କୃଷ୍ଣ ଶ୍ରୀ ମଧୁସୂଦନ। ସର୍ବେ ବିସ୍ମୟ ହୋଇଲେ ସେ ରୂପକୁ ଚାହିଁ ବୋଇଲେ ମନ୍ତ ରୂପ ନେତ୍ର ଦେଖି ନାହିଁ। ବୋଇଲେ ମନ୍ତ ରୂପ ନେତ୍ର ଦେଖି ନାହିଁ। ବୋଇଲେ ମନ୍ତ ରୂପ ନେତ୍ର ଦେଖି ନାହିଁ। ବଳବନ୍ତ ରାଜା ମାନେ ନପାରି ଯା କରି ଏ ଷଣ୍ଢକୁ ଆଣିଲେ ବଳାତ୍କାରେ ଧରି। ଗୋବିନ୍ଦ ମାଧବ କୃଷ୍ଣ ଶ୍ରୀ ମଧୁସୂଦନ। ଗୋବିନ୍ଦ ମାଧବ କୃଷ୍ଣ ଶ୍ରୀ ମଧୁସୂଦନ। ଆଜି ସେଇ ପ୍ରଭୁଙ୍କର ଅପୂର୍ବ ଦୃଶ୍ୟକୁ ଦେଖି ଅପୂର୍ବ ରୂପକୁ ଦେଖି ଯେମିତି ସମସ୍ତେ ଆଜି ମନ୍ତ୍ରମୁଗ୍ଧ ହୋଇଯାଇଛନ୍ତି। ସେ ରୂପ ସମସ୍ତେ ଦେଖିପାରନ୍ତିନି। ଯେଉଁ ତ୍ରିଭଙ୍ଗୀ ଛନ୍ଦରେ ଛିଡ଼ା ହେଇ ମୋହନ ବଂଶୀକି ବଜେଇବା ଆଉ ତାଙ୍କ ପାଖରେ ଗାଈମାନେ ସେ ମଧୁର ଧ୍ୱନିକି ଶ୍ରବଣ କରିବା ଇଏ କେବଳ ଗୋପପୁରରେ ହେଇଥିଲା। ଆଉ ଗୋପପୁରବାସୀମାନେ ସେ ରୂପକୁ ଦର୍ଶନ କରିଥିଲେ। ହେଲେ ଆଜି ସିଂହଳ ଦେଶରେ ଆଜି ସମସ୍ତ ପ୍ରଜାମାନେ ଏ ରୂପକୁ ଦେଖି ଆଜି ଆନନ୍ଦ ଗଦଗଦ ହେଉଛନ୍ତି। ଆହା ଏମିତି ରୂପ ଦର୍ଶନ ଭାଗ୍ୟରେ ଥିଲେ ମିଳେ। ତେଣୁ ଆଜି ଆମର ମହାଭାଗ୍ୟ ଆମମାନଙ୍କର ଯେ ଆମେ ଆଜି ସ୍ୱୟଂ ନାରାୟଣଙ୍କର ଦିବ୍ୟ ରୂପକୁ ଦର୍ଶନ କରିଛନ୍ତି।